ମୁଁ ପ୍ରଭାକର ସାବତ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ। ଆଜିର ଗୋଟିଏ କାର୍ଯ୍ୟ ହେଉଛି ଯେଉଁଟାକି ଓଡ଼ିଶାର ମହାଘାଟଲା, ଯେଉଁଟାକି ଓଡ଼ିଶାର ଇତିହାସରେ ମଧ୍ୟ ଏ ପ୍ରକାର ଚୋର କାର୍ଯ୍ୟ ହୋଇନଥିବ କି ଘାଟଲା ହୋଇନଥିବ। କାରଣ ସେଇଟା ହେଉଛି ବର୍ତ୍ତମାନ ଏ ଯେଉଁ ଫାର୍ମ ରେଜିଷ୍ଟ୍ରେସନରେ ସୁମିତ ସିକ୍ୟୁରିଟି ସର୍ଭିସ ଯାହା ନା ରବୀନ୍ଦ୍ର ମହାପାତ୍ର ଶ୍ରୀବାସ ତ୍ରିପାଠୀଙ୍କ ନାଁରେ 20/10/1998 ଗୋଟିଏ ଫାର୍ମ ରେଜିଷ୍ଟ୍ରେସନ୍ ହୋଇଥିଲା, ଯାହାର 2 ଜଣ ମାଲିକାନା ଥିଲେ। ଉକ୍ତ ମାଲିକାନା ଭିତରୁ ଜଣେ ବର୍ତ୍ତମାନ ଡେଥ୍ କରିଛନ୍ତି, କିନ୍ତୁ ଉକ୍ତ ଫାର୍ମଟିକୁ ଶ୍ରୀ ପ୍ରସନ୍ନ କୁମାର ସାହୁ ସୁମିତ ସିକ୍ୟୁରିଟିକୁ ବର୍ତ୍ତମାନ ଫ୍ରଡ୍ ହିସାବରେ କଣ୍ଟ୍ରୋଲିଂ କରୁଛନ୍ତି। ସେ ବର୍ତ୍ତମାନ 1998ରୁ ଟିଲ୍ 2025 ପର୍ଯ୍ୟନ୍ତ ସେ ବର୍ତ୍ତମାନ ପ୍ରସନ୍ନ କୁମାର ସାହୁ ଯିଏ ଯାହାଙ୍କ ଅଫିସ୍ ଡେଲ୍ଟା ଛକ ଶତାବ୍ଦୀ ନଗର, ବର୍ତ୍ତମାନ ଶତାବ୍ଦୀ ନଗର ପ୍ଲଟ୍ ନମ୍ବର 1056/7ରେ ଉପସ୍ଥିତ ଅଛି। ବର୍ତ୍ତମାନ ଏଇ ଯେଉଁ ପ୍ରକୃତ ମାଲିକାନା ସୁମିତ ସିକ୍ୟୁରିଟି ସର୍ଭିସର 2 ଜଣ ଭିତରେ ବର୍ତ୍ତମାନ କଣ୍ଟ୍ରୋଲିଂ କରୁନାହାନ୍ତି। ଯିଏ ଥାର୍ଡ଼ ପର୍ସନ୍ ହେଉଛନ୍ତି ପ୍ରସନ୍ନ କୁମାର ସାହୁ, ସେ ବର୍ତ୍ତମାନ ଏଇ ସୁମିତ ସିକ୍ୟୁରିଟିକୁ କଣ୍ଟ୍ରୋଲ କରୁଛନ୍ତି। ଏଇଟା ହେଉଛି ପ୍ରଥମ ହେଉଛି କାଗଜପତ୍ରରେ ଘୋଟାଲା। ସଂକ୍ଷିପ୍ତ ଭାବରେ କହିବାକୁ ଗଲେ ଯେଉଁ ଘୋଟାଲାଟା ହେଇଛି ସେ ଘୋଟାଲା ଟିକେ ମାନେ ସଂକ୍ଷେପରେ କୁହନ୍ତୁ କ'ଣ ଘୋଟାଲା ହେଇଛି, କେଉଁ ବିଭାଗ ଦ୍ୱାରା ହେଇଛି, କେଉଁ ମାନେ ଏଥିରେ ସାମିଲ ଅଛି। ଆଚ୍ଛା, ଠିକ୍ ଅଛି। ବର୍ତ୍ତମାନ ଲେଟର ନମ୍ବର 1729/OETR 3/6/2025ରେ ସୁମିତ ସିକ୍ୟୁରିଟିଙ୍କୁ ବର୍ତ୍ତମାନ ଗୋଟେ ଲେଟର ଇସ୍ୟୁ କରିଥିଲେ। ସେ ଲେଟର ଭିତରେ ଲେଖା ହୋଇଛି ଯେ ଡେଲି ୱେଜେସ୍ ଯେଉଁଟାକି ଆମର ମିନିମମ୍ ଲେବର ଚାର୍ଜେସ୍ 452 ଟଙ୍କା ଦେବା କଥା, କିନ୍ତୁ ସେ 308 ଟଙ୍କା ବର୍ତ୍ତମାନ ପ୍ରଦାନ କରୁଛନ୍ତି। ଆଉ ବାକି ବଳକା ପଇସା ସେ ଆତ୍ମସାତ କରୁଛନ୍ତି। ପ୍ରତିଦିନ ଗୋଟିଏ ଲେବରଠୁ 114 ଟଙ୍କା ଲେଖାଏଁ ଆତ୍ମସାତ କରୁଛନ୍ତି। ତା ପ୍ରସନ୍ନ କୁମାର ସାହୁ ଯେ ସୁମିତ ବର୍ତ୍ତମାନ ଯିଏ ପରିଚାଳନା କରୁଛନ୍ତି ସୁମିତ ସିକ୍ୟୁରିଟି ସର୍ଭିସର, ତା ସତ୍ତ୍ୱେ ହିସାବରେ ଆପଣ କହୁଛନ୍ତି ଯେ ସୁମିତ ସିକ୍ୟୁରିଟି ଦ୍ୱାରା ଘୋଟାଲା କରାଯାଇଛି ନିଶ୍ଚୟ। ତା ସହିତ ବର୍ତ୍ତମାନ ଆମର EPF ଏବଂ ESI ବାବଦରେ ବର୍ତ୍ତମାନ ସେ ମନ୍ଥଲି ଡିପୋଜିଟ୍ କରୁନାହାନ୍ତି, ଯେଉଁଟାକି ଆପଣ ସାଧାରଣ ଗୋଟେ ପରିଶ୍ରମିକ ପାଇବା ପରେ ତା'ର EPF ଏବଂ ESI ଗଭର୍ଣ୍ଣମେଣ୍ଟ ପାଖରେ ଡିପୋଜିଟ୍ କରିବା କଥା, କିନ୍ତୁ ସୁମିତ ସିକ୍ୟୁରିଟି ବର୍ତ୍ତମାନ ପର୍ଯ୍ୟନ୍ତ ଏଇ ଚିଠି ଅନୁସାରେ ଯେଉଁଟାକି ଆମର OUTR ବର୍ତ୍ତମାନ ପ୍ରଦାନ କରୁଛନ୍ତି, ସେହି ଚିଠି ଅନୁସାରେ ସେ ବର୍ତ୍ତମାନ ଡିପୋଜିଟ୍ କରୁନାହାନ୍ତି ଏବଂ ତାଙ୍କୁ ୱିଥିନ୍ 2-3 ଡେ ଭିତରେ ଡିପୋଜିଟ୍ କରିବା ପାଇଁ 3/6/2025ରେ ସେ ତାଙ୍କୁ ପ୍ରଦାନ କରିଥିଲେ, କିନ୍ତୁ 2-3 ଦିନ ଭିତରେ ସେ ବର୍ତ୍ତମାନ ପର୍ଯ୍ୟନ୍ତ ଡିପୋଜିଟ୍ କରିନାହାନ୍ତି। ମୁଁ ଶୁଣିବାକୁ ପାଇଲି କରୁନାହାନ୍ତି। ତାଙ୍କୁ ବ୍ଲାକଲିଷ୍ଟ କରିବା ପାଇଁ ମଧ୍ୟ ସେ ଚିଠିରେ ଲିଖିତ ଭାବରେ ଦେଇଥିଲେ, କିନ୍ତୁ ବର୍ତ୍ତମାନ ସୁଦ୍ଧା ବ୍ଲାକଲିଷ୍ଟ କରିନାହାନ୍ତି। ଆଉ ଗୋଟେ ସର୍ବସାଧାରଣରେ ଆଉ ଗୋଟେ କ୍ୱେଶ୍ଚିନ୍ ଆସିବ, ସୁମିତ ସିକ୍ୟୁରିଟିର ପ୍ରକୃତ ମାଲିକାନା ଭିତରୁ ଯେଉଁ ଜଣେ ଏକ୍ସପାୟାର୍ଡ କରିଛି, ଯଦି OUTR ଯେଉଁ ଏତେ ବଡ଼ ଗୋଟେ ୟୁନିଭର୍ସିଟିରୁ ଯଦି କୋଟି ଟଙ୍କା ଯଦି ବିଲିଂ ହେଉଛି, ତାହେଲେ ମୃତ ଲୋକ କ'ଣ ସେ ବିଲିଂଟି ଗ୍ରହଣ କରିପାରିବ କି? ତାହେଲେ ଏଇ ୟୁନିଭର୍ସିଟିର କେଉଁ ପର୍ସନ୍ ସ୍ୱର୍ଗକୁ ଯାଇକରି ତାଙ୍କୁ ପ୍ରଦାନ କରୁଛନ୍ତି? ଏଇଟା ଗୋଟେ ସମସ୍ତ ଓଡ଼ିଶାବାସୀଙ୍କ ପାଖରେ ଗୋଟେ କ୍ୱେଶ୍ଚିନ୍ ହେବ। ସେକେଣ୍ଡ କ୍ୱେଶ୍ଚିନ୍ ହେଉଛି, ବର୍ତ୍ତମାନ ଗୋଟିଏ ସାଧାରଣ ଯଦି ଶ୍ରମିକ ଯଦି କାମ କରୁଛି, ଯଦି ସେ ମୃତ୍ୟୁବରଣ କରେ, ତା'ର ଇନ୍ସୁରାନ୍ସ ବେୟାର କରିବ କିଏ ଏବଂ ତା'ର EPF ତା'ର ପରିବାରକୁ ପ୍ରଦାନ କରିବ କିଏ? ଏ ଯେଉଁ ମହାଘୋଟାଲାର ପ୍ରକୃତ ତଦନ୍ତ ହୋଇ ବର୍ତ୍ତମାନ ଯେଉଁ ପୂର୍ବ ସରକାର ଯେଉଁ କୁମ୍ଭୀର କାନ୍ଦଣା ଦେଉଥିଲେ ଏବଂ ସେ କୁମ୍ଭକର୍ଣ୍ଣ ଭଳି ଶୋଇ ଏ ପ୍ରକାର 25 ବର୍ଷ ଭିତରେ ତାଙ୍କୁ କୌଣସି କାର୍ଯ୍ୟ ଗ୍ରହଣ କରୁନାହାନ୍ତି। ବର୍ତ୍ତମାନ ସରକାର ଯେଉଁ ଆସିଛନ୍ତି ସାଧାରଣ ଲୋକଙ୍କର ଡେମୋକ୍ରାସି ଅନୁସାରେ ଶାସନ କରୁଛନ୍ତି, ତେଣୁକରି ଏହାର ଉପଯୁକ୍ତ ନ୍ୟାୟ ପାଇଁ ମୁଁ ମଧ୍ୟ ତାଙ୍କୁ ଚିଫ୍ ମିନିଷ୍ଟର, ଚିଫ୍ ସେକ୍ରେଟାରୀ ଏବଂ EPFI ଜଏଣ୍ଟ ସେକ୍ରେଟାରୀଙ୍କୁ ମୁଁ ମଧ୍ୟ ଚିଠି କରିଛି।